ଆଜ୍ଞା ଆପଣଙ୍କ ପରିଚୟ ଟିକେ ଦେବେ। ମୁଁ ମିଲନ ଦାସ, ରାଷ୍ଟ୍ରୀୟ ଦଳିତ ମହାସଭା ନିର୍ଗୁଲି ଓଡ଼ିଶାର ରାଜ୍ୟ ସଭାପତି। ଆଜି ଯୋଉଟା 24 ତାରିଖରେ ରାଷ୍ଟ୍ରୀୟ ଦଳିତ ଆଦିବାସୀ ମହାସଂଘ ତରଫରୁ ଧାମରା ସାମୁଦ୍ରିକ ଥାନା ଘେରାଉ ହେବାର ଥିଲା, ଆଜି ଏଟା ମାନେ ସ୍ଥଗିତ କଣ ପାଇଁ ହେଲା? ଆଜି ହଁ ମାନେ ନିଶ୍ଚିତ ପ୍ରଥମେ ମୁଁ ଆପଣଙ୍କୁ ଧନ୍ୟବାଦ ଦେବି ଏଇ ଯୋଉ ଆମର ସାଂଗଠନିକ ବାର୍ତ୍ତା ଆପଣ ସହଯୋଗ କରିଥିବାରୁ। କଥା କଣ କି ଯୋଉ ଧାମରା ସାମୁଦ୍ରିକ ଥାନାର ଆଇଆଇସି ଅଧିକାରୀ ଯିଏ ଅଛନ୍ତି ତାଙ୍କ ନାମ ହେଉଛି ପ୍ରିୟଦର୍ଶିନୀ ଖୁଟିଆ। ତାଙ୍କର ଯୋଉ ଆମ ସମାଜ ପ୍ରତି ବା ଦଳିତ ସମାଜ ପ୍ରତି ଯୋଉ ଗୋଟେ ପାତରଅନ୍ତର ମନୋଭାବ ବା ଗୋଟେ ହାରାସମେଣ୍ଟ କଲା ଭଳି ଆମ ଲୋକମାନଙ୍କ ଉପରେ କେସ୍ ନ କରି ଯୋଉ କହୁଥିଲେ, ଆଜି ଯୋଉ ପ୍ରତିବାଦ ଥିଲା 24/10/2025 ଆମେ ଏଇଟା ଏଇଥିପାଇଁ ସ୍ଥଗିତ ରଖିଛୁ। ଆମେ ସବୁ ପ୍ରକାର ପ୍ରସ୍ତୁତ ଥିଲୁ। ଆମର ଆନ୍ଦୋଳନରେ ଯୋଉ ଘେରାଉ ପ୍ରତିବାଦ ସଭା ବା ଥାନା ଘେରାଉ ରଖାଯାଇଥିଲା, ଯୋଉ ଥାନାରେ ଉଚ୍ଚ ପଦସ୍ଥ ଅଧିକାରୀ ଯିଏ ଅଛନ୍ତି ଏସଡିପିଓ ମହୋଦୟ, ଯାହାଙ୍କ ନାଁ ତ୍ରିଲୋଚନ ସେଠୀ, ସେ ଚାନ୍ଦବାଲି ଚାର୍ଜରେ ଏସଡିପିଓ ଚାର୍ଜରେ ଅଛନ୍ତି। ସେ ଫୋନ୍ ତାଙ୍କର ଆସିଥିଲା। ଆମେ ମିଳିତ ହୋଇକି ସଂଗଠନରେ ଆମର ସମସ୍ତ କାର୍ଯ୍ୟକର୍ତ୍ତା ଯିଏ ଯୋଉ ସମୟରେ ଆସି ପହଞ୍ଚିବା କଥା, ଯେମିତି ଯୋଗଦାନ ଦେବା କଥା, ଏମିତିକି ଆମ ରାଜ୍ୟରେ ଯୋଉ ଆମର ସବୁ ନେତା ଆସୁଥିଲେ ସେମାନେ ମଧ୍ୟ ଅନ୍ ଦି ୱେ ଥିଲେ, ଯାହାକି ଆମେ କନଫରେନ୍ସରେ ଆମ ସହିତ ସମସ୍ତେ ଆମେ କଥା ହେଲୁ ଯେ ସେ ଆମକୁ ଏହା କହିଲେ, ଦେଖନ୍ତୁ ଯୋଉ ତୁମେ ଯାହା ପାଇଁ ପ୍ରତିବାଦ ସଭା ବା ଥାନା ଘେରାଉ ରଖିଛ, ସେ 2 ଦିନ ହେଲା ସେ ମହୋଦୟ ବା ଥାନା ଅଧିକାରିଣୀ ସେ ଟ୍ରେନିଂରେ ଯାଇଛନ୍ତି ଭୁବନେଶ୍ୱର, ଆଉ ତୁମେ ଆନ୍ଦୋଳନ କରିପାରିବ, ମୋର କିଛି ତା ଦେହରେ ଆପତ୍ତି ନାହିଁ। କିନ୍ତୁ ଯୋଉଥିପାଇଁ ଆମେ ଆନ୍ଦୋଳନ ଆପଣମାନେ କରୁଛନ୍ତି, ଆମେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରୁଛୁ। ଆଉ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ମୋ ଅନୁରୋଧ ଆପଣ ରଖନ୍ତୁ କି ଯେ ମୁଁ ତ ଏବେ ହଉଛି ଭଣ୍ଡାରୀ ପୋଖରୀ ଯୋଉ ହିନ୍ଦୁ ମୁସଲିମ ଦଙ୍ଗା ଅଛି, ଯୋଉ ସ୍କର୍ପିଓରେ ମୁଁ ଡ୍ୟୁଟିରେ ଅଛି, ଅନ୍ ଡ୍ୟୁଟିରେ ଅଛି। ଆପଣ ଜାଣିଥିବେ ଯେ ହଉଛି କାଳୀ ପୂଜା ପାଇଁ ଶାସନ ପ୍ରଶାସନ ମଧ୍ୟ ସେଥିରେ ତତ୍ପର ଅଛନ୍ତି। ଏଇଟା ହଉଛି ତ୍ରିଲୋଚନ ସାର୍ଙ୍କ କଥା। ତ ଆମେ ତାଙ୍କ କଥା ବୁଝିଲୁ, ଆଉ ସେ ଆମକୁ ମଧ୍ୟ ଅନୁରୋଧ କରିବା ସଙ୍ଗେ ସଙ୍ଗେ ପ୍ରତିଶ୍ରୁତି ଦେଉଛନ୍ତି ଯେ ତୁମର ଯୋଉ ଏସଏସଟି ମାମଲା ରୁଜୁ କରିବା କଥା ସେ ପ୍ରିୟଦର୍ଶିନୀ ଖୁଣ୍ଟିଆ ମ୍ୟାମ୍ କରିନାହାନ୍ତି, ସେଟା ନିହାତି ଭାବେ ତ ନିନ୍ଦନୀୟ କଥା। ଆଇନ କହୁଛି ଯେ ଯେକୌଣସି ଏକ୍ୟୁଜ ତାର କଥା ବା ଅଭିଯୋଗ ଦଉଛି ତାକୁ ନିଶ୍ଚିତ ଭାବରେ ରେଜିଷ୍ଟ୍ରେସନ କରାଯାଉ, ତା ପ୍ରାଥମିକ ତଦନ୍ତ କରାଯାଉ, ତାପରେ ଦୋଷୀ ଯଦି ଦଣ୍ଡିତ ହେବାର ଯୋଗ୍ୟ ତାହେଲେ ତାକୁ ଫରୱାର୍ଡ କରାଯାଉ। ତ ସେ ଏଇ କାର୍ଯ୍ୟକୁ ତାଙ୍କ କାର୍ଯ୍ୟକୁ ସିଏ ହଉଛି ନିଜେ ହିଁ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏମିତି କହିଛନ୍ତି ଯେ 2 ଦିନ ଭିତରେ ମୋ କାର୍ଯ୍ୟ ସରିଯାଉଛି, ଆପଣମାନେ ମୋ ପାଖକୁ ଆସନ୍ତୁ, ମୁଁ ନିଶ୍ଚିତ ଭାବରେ କେସ୍ ମାମଲା ରୁଜୁ କରିବି। ତତ୍ସହ ଯଦି ପ୍ରିୟଦର୍ଶିନୀ ମ୍ୟାଡାମ ଆପଣଙ୍କ ଲୋକଙ୍କ ପ୍ରତି ଗୋଟେ ଧର୍ମ ମନୋଭାବ ନେଇ ବା କୌଣସି ଯୋଉ ହାତ ବାରିସି ନିଜେ କରି ତୁମକୁ ପାତନଅନ୍ତର ଦଉଥାଏ, ତାହେଲେ ତାଙ୍କ ବିରୁଦ୍ଧରେ ମୋତେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାତ୍ର ମୋତେ 7 ଦିନ ସମୟ ଦିଆଯାଉ, ଯାହାକି 7 ଦିନ କହିଲେ ଏଇ ଯୋଉ ଆସନ୍ତା ମାସ 1 ତାରିଖ ବା ପହିଲାକୁ ବୁଝାଉଛି। ଯଦି ପ୍ରିୟଦର୍ଶିନୀ ମ୍ୟାଡାମଙ୍କର କାର୍ଯ୍ୟକଳାପକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଏସଡିପିଓ ମହୋଦୟ ନ ନିଅନ୍ତି କିମ୍ବା ତାଙ୍କ ସ୍ୱରରେ ନିଜେ ଏସଡିପିଓ ତାଳ ଦେଇ ମିଳାନ୍ତି, ତାହେଲେ ନିଶ୍ଚିତ ଭାବରେ ଆମ ଆନ୍ଦୋଳନ ଉଗ୍ର ରୂପ ନେବ। ଯୋଉଠି ଯାହାକି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚକକ ମଧ୍ୟ ବନ୍ଦ କରାଯିବ। ଯାହାର ଯୋଉ ଏଥିରେ ଆଇନ ଶୃଙ୍ଖଳା ଯୋଉ ବିଗିଡ଼ିବ, ସେଥିପାଇଁ ଜିଲ୍ଲା ପ୍ରଶାସନ ଆଉ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ। ଆମର ଆନ୍ଦୋଳନ ଏଇଥିପାଇଁ ସ୍ଥଗିତ କରି ରଖାଯାଇଛି। ତାହେଲେ ଆସନ୍ତା ଆଜି ଦିନ ଠାରୁ ସମ୍ପୂର୍ଣ୍ଣ ଭାବେ ଆନ୍ଦୋଳନଟା ବନ୍ଦ ହେଇଗଲା? ନାଇଁ ଆଜ୍ଞା, ସେଟା ଭୁଲ କଥା। ଆପଣ ମୁଁ ବୁଝେଇଦେବି, ଆପଣଙ୍କୁ ବୁଝେଇଦେବି, ସର୍ଟକଟରେ ମୁଁ କହିକି ବୁଝେଇଦେବି। ଆପଣ ଦେଖନ୍ତୁ, ଯଦି ଗୋଟେ ପୁଅ କୌଣସି ଭୁଲ କରେ ସେଥିପାଇଁ ବାପ ଦାୟୀ ହୁଅନ୍ତି। ଅତଏବ ଥାନା ଅଧିକାରିଣୀ ପ୍ରିୟଦର୍ଶିନୀ ଖୁଣ୍ଟିଆଙ୍କର ଯୋଉ କାର୍ଯ୍ୟକଳାପ ନିର୍ଦ୍ଦିଷ୍ଟ ବର୍ଗ ଉପରେ ସମ୍ପୂର୍ଣ୍ଣ ଭାବେ ନିନ୍ଦନୀୟ, ତାହାକୁ ସେ ନିଜେ ଏସଡିପିଓ ତା ତଦନ୍ତ କରିବା ସଙ୍ଗେ ସଙ୍ଗେ ଯୋଉ ମାମଲା ରୁଜୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କୋଉ ପର୍ଯ୍ୟନ୍ତ ନା ପହିଲା ପର୍ଯ୍ୟନ୍ତ, ଆସନ୍ତା ମାସ ପହିଲା 1 ତାରିଖ ଭିତରେ। ଯଦି ନ ହୁଏ, ମୁଁ ତ କହିସାରିଛି, ଏ ସ୍ୱର
କେବେ ବି ଦବିନି ଏ ସ୍ୱର କେବେ ବି ଦବିବ ନାହିଁ କାରଣ ଆମେ ସମ୍ବିଧାନବାଦୀ ଆମେ ଆମ୍ବେଦକରବାଦୀ ଏ ଦେଶର ଏ ରାଜ୍ୟର ଏ ଅଞ୍ଚଳର ଏ ଅଞ୍ଚଳବାସୀଙ୍କର ସବୁବେଳେ ଆମେ ମଙ୍ଗଳ କାମନା କରୁ ବା ଯୋଉମାନଙ୍କୁ ଯିଏ ଭୁଲ ରୁଟ୍ରେ ଯାଉଛନ୍ତି ବା ସେ ଆଇଏସ୍ ହୁଅନ୍ତୁ ଏସଡିପି ହୁଅନ୍ତୁ ମନ୍ତ୍ରୀ ହୁଅନ୍ତୁ ଏମଏଲଏ ହୁଅନ୍ତୁ ଏମିତିକି ରାଷ୍ଟ୍ରପତି ପର୍ଯ୍ୟନ୍ତ ମଧ୍ୟ ଆମକୁ ସେ ସମ୍ବିଧାନ ଅଧିକାର ଦେଇଛି ଆମେ ଭୁଲଟାକୁ ଭୁଲକୁ ନିଶ୍ଚିତ ପ୍ରମାଣ କରି ଦେଖେଇ ପାରିବୁ ସେ ତାକତ ଆମ ପାଖରେ ଅଛି ହେଇଥାନ୍ତା ଦେଖିଥାନ୍ତେ ଏ ଶାସନ ତେଜିଥାନ୍ତା ଯୋଉ ଭୁଲ ଆଜି ପ୍ରିୟଦର୍ଶିନୀ ମ୍ୟାଡାମ କିଛି ଲୋକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ କରିଛନ୍ତି ସେଇଭଳି କାର୍ଯ୍ୟକୁ ଅନ୍ୟ ପୁଲିସ ଅଫିସର କରିବା ପାଇଁ ଭୟ କରିଥାନ୍ତେ ନିଶ୍ଚିତ ଭାବରେ କାରଣ ଇଏ ତାକତ ଆମକୁ ସମ୍ବିଧାନ ଦଉଛି ସମ୍ବିଧାନ ସର୍ବୋପରି ସମ୍ବିଧାନ ବଦଳରେ ଦେଶର ଆଇନ କାନୁନ ପରିସ୍ଥିତି ଲେବୁଲ ମେଣ୍ଟେନ କରିକି ଯାଉଛି ଯଦି ସେ ଯେକୌଣସି ଅଫିସର ହୁଅନ୍ତୁ ପ୍ରିୟଦର୍ଶିନୀ ମ୍ୟାଡାମ କଥା ଛାଡ଼ି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିହାତି ଭାବେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ତାଙ୍କୁ ଗିରଫ କରାଯିବ ତାଙ୍କୁ ସସ୍ପେଣ୍ଡ କରାଯିବ ସେଥିରେ କେହି ଦ୍ୱିମତ ନାହିଁ।